ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ହିନ୍ଦୁ ଧର୍ମରେ 12 ମାସରେ 13 ପର୍ବ। ଦୀପାବଳି ତାହା ଭିତରୁ ଗୋଟିଏ ବିଶେଷ ପର୍ବ। ଏହି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଏ। ତେଣୁ ଏହାକୁ ଦୀପାବଳି ଅମାବାସ୍ୟା କହନ୍ତି। ଏହି ଉତ୍ସବକୁ କେହି କେହି ଦିଆଳି ବା ଦେୱାଲି ମଧ୍ୟ କହନ୍ତି। ପ୍ରତି ହିନ୍ଦୁ ଘରେ ଏହି ଉତ୍ସବ ପାଳନ କରାଯାଏ। ସେହିଦିନ ହିନ୍ଦୁମାନେ ନୂଆ ଲୁଗା ପିନ୍ଧନ୍ତି, ବନ୍ଧୁବାନ୍ଧବ ଓ ସାଙ୍ଗସାଥି ପାଇଁ ଉପହାରମାନ ପଠାନ୍ତି। ସନ୍ଧ୍ୟାବେଳେ ଧାଡ଼ି ଧାଡ଼ି ହୋଇ ପିଣ୍ଡାରେ ଦୀପ ସବୁ ଜଳେ। ଫାଟକ ପାଖରେ କଦଳୀ ଗଛ ପୋତା ହୁଏ ଓ ମଙ୍ଗଳ ଘଟ ବସେ। ସେହିଦିନ ସମସ୍ତେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରନ୍ତି। ସେହିଦିନ ସମସ୍ତେ ବାଣ ଫୁଟାନ୍ତି। ପୂର୍ବେ ଓଡ଼ିଆ ସାଧବମାନେ ଦୀପାବଳି ଅମାବାସ୍ୟା ଦିନ ବେପାର ବାଣିଜ୍ୟ କରିବାକୁ ସାଗର ପାରି ହୋଇ ବିଦେଶକୁ ଯାଉଥିଲେ। ଏହି ଦିନଟି ବାଣିଜ୍ୟର ଆରମ୍ଭ ବୋଲି ବିଚାର କରୁଥିଲେ। ସେହି ଦିନରୁ ଦୀପାବଳି ଉତ୍ସବ ଆମ ସମାଜରେ ପାଳିତ ହୋଇ ଆସୁଅଛି। ଏହାଛଡ଼ା ପୌରାଣିକ କିମ୍ବଦନ୍ତୀକୁ ମଧ୍ୟ ଦୀପାବଳି ପର୍ବ ପାଳନର କାରଣ ବୋଲି କୁହାଯାଏ। ଏହି ଦୀପାବଳି ଅମାବାସ୍ୟାରେ ପୂର୍ବପୁରୁଷମାନଙ୍କୁ ପିଣ୍ଡଦାନ କରାଯାଏ। ଏହାକୁ ପ୍ରୟାସାର୍ଦ୍ଧ କହନ୍ତି। ସନ୍ଧ୍ୟା ସମୟରେ ପିଣ୍ଡଦାନ ହୋଇଥାଏ। ଏହାପରେ ଘର ବାହାରେ କାଉଁରୀ କାଠି ଜଳାଇ ପୂର୍ବପୁରୁଷମାନଙ୍କୁ ସ୍ମରଣ କରାଯାଏ। ସେତେବେଳେ ଚତୁର୍ଦିଗରେ ଅସଂଖ୍ୟ ପ୍ରଦୀପ ଜଳି ଉଠିଥାଏ। କେହି କେହି ମହମବତୀ ଓ ବିଦ୍ୟୁତ୍ ବଲ୍ବ ଦ୍ୱାରା ଗୃହଗୁଡ଼ିକୁ ସଜାଇଥାନ୍ତି। ବାଣ ଫୁଟାଇବା ଏହି ପର୍ବର ମୁଖ୍ୟ ଆକର୍ଷଣ। ବାଣ ଫୁଟାଇବା ବେଳେ ଅସାବଧାନତା ଯୋଗୁଁ ଦୁର୍ଘଟଣା ମଧ୍ୟ ଘଟିଥାଏ। ବାଣରୁ ନିଆଁ ଲାଗି ଘରଦ୍ୱାର ପୋଡ଼ିଯାଏ। ଦେହରେ ମଧ୍ୟ ବାଣ ବାଜି ଅନେକ ଲୋକ ଆହତ ହୁଅନ୍ତି। ଦୀପାବଳିର ଅସଂଖ୍ୟ ପ୍ରଦୀପ ଆଲୋକରେ ଓ ଫୁଟା ଯାଇଥିବା ବାରୁଦ ଧୂଆଁରେ ବହୁତ କୀଟ ପତଙ୍ଗ ମରିଯାଆନ୍ତି। ଏହାଦ୍ୱାରା କୃଷକ ଓ ସାଧାରଣ ଜନତାଙ୍କର ବହୁତ ଉପକାର ହୁଏ। କାରଣ ଏହି କୀଟପତଙ୍ଗ ଗୁଡ଼ିକ ଫସଲର କ୍ଷତି କରନ୍ତି। ତା ଛଡ଼ା ପରିବେଶକୁ ନାନା ପ୍ରକାରରେ ଆକ୍ରାନ୍ତ କରାନ୍ତି।
ଦୀପାବଳି ଉତ୍ସବ କେବଳ ଓଡ଼ିଶା ନୁହେଁ, ଭାରତ ବର୍ଷର ପ୍ରାୟ ସବୁ ଅଞ୍ଚଳରେ ନାନା ଭାଗରେ ପାଳନ କରାଯାଏ। ଦୋକାନୀ ଓ ବ୍ୟବସାୟୀମାନେ ଏହି ଦିନ ନୂଆ ଖାତା କରି ଦୋକାନ ପୂଜା କରନ୍ତି। ଏହି ପର୍ବଟି ଆମର ସାମାଜିକ ଓ ସାଂସ୍କୃତିକ ଐକ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ।